ଥରେ ପାଣ୍ଡବଙ୍କ ବଂଶଜ ବେଦବ୍ୟାସଙ୍କ ପାଖକୁ ଯାଇ ପଚାରିଲେ ଯେ ମାତା ଲକ୍ଷ୍ମୀଙ୍କୁ କାହିଁକି ଏକ ଘୋଡ଼ି ରୂପରେ ଧାରଣ କରିବାକୁ ପଡ଼ିଥିଲା। ଏହାର ଉତ୍ତରରେ ମହର୍ଷି ବେଦବ୍ୟାସ ସେହି କଥା ଶୁଣାଇଛନ୍ତି। ପୂର୍ବ କାଳରେ ସୂର୍ଯ୍ୟଙ୍କ ପୁତ୍ର ରେବନ୍ତ ନିଜର ଉଚ୍ଚଶ୍ରବା ନାମକ ଘୋଡ଼ା ଉପରେ ବସି ବିଷ୍ଣୁଙ୍କ ଦର୍ଶନ ପାଇଁ ବୈକୁଣ୍ଠରେ ପହଞ୍ଚିଥିଲେ। ସମୁଦ୍ର ମନ୍ଥନ ସମୟରେ ଉଚ୍ଚଶ୍ରବା ଏବଂ ଲକ୍ଷ୍ମୀ ମଧ୍ୟ ଉତ୍ପତ୍ତି ହୋଇଥିଲେ। ତେଣୁ ଉଚ୍ଚଶ୍ରବା ତାଙ୍କ ଭାଇ ହେଲେ। ତେଣୁ ଉଚ୍ଚଶ୍ରବାଙ୍କୁ ଦେଖି ସେ ଏତେ ପ୍ରସନ୍ନ ଏବଂ ମୋହିତ ହୋଇଗଲେ ଯେ ବିଷ୍ଣୁ ରେବତୀଙ୍କ ବିଷୟରେ ଯାହା ପଚାରିଲେ ତାହା ଶୁଣିନଥିଲେ। ଯେଉଁଥିରେ କ୍ରୋଧିତ ହୋଇ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଚଞ୍ଚଳ ହେବା କାରଣରୁ ଗୋଟିଏ ସ୍ଥାନରେ ନ ରହିବାର ଅଭିଶାପ ଦେଲେ ଏବଂ ମୃତ୍ୟୁଲୋକରେ ଘୋଡ଼ି ରୂପରେ ଜନ୍ମ ହେବାର ଅଭିଶାପ ଦେଲେ। ମାତା ଲକ୍ଷ୍ମୀ ଖୁବ୍ ଭୟଭୀତ ହୋଇ ଏତେ ଛୋଟ ଭୁଲ ପାଇଁ ଏଭଳି ବଡ଼ ଦଣ୍ଡ କାହିଁକି ଦେଲେ ବୋଲି ପଚାରିଲେ। ଭଗବାନ ବିଷ୍ଣୁ କହିଲେ, ମୃତ୍ୟୁ ଲୋକରେ ତାଙ୍କର ଜନ୍ମ ନିଶ୍ଚିତ ଭାବରେ ପ୍ରାଣୀଙ୍କର ମଙ୍ଗଳ ପାଇଁ ଅଟେ। ଯେଉଁଦିନ ସେ ଭଗବାନ ବିଷ୍ଣୁଙ୍କ ଭଳି ପୁତ୍ର ପ୍ରାପ୍ତ କରିବେ, ସେହିଦିନ ବୈକୁଣ୍ଠ ଭଗବାନ ବିଷ୍ଣୁଙ୍କ ପାଖକୁ ଫେରି ଆସିବେ ବୋଲି କହିଲେ। ଏହା ଦେଖି ରେବନ୍ତ ଭୟଭୀତ ହୋଇ ଦୂରରୁ ଭଗବାନ ବିଷ୍ଣୁଙ୍କୁ ପ୍ରଣାମ ଜଣାଇ ଚାଲିଗଲେ ଏବଂ ସୂର୍ଯ୍ୟଦେବଙ୍କୁ ସେହି ସବୁ କଥା କହିଲେ। ଏପଟେ ମାତା ଲକ୍ଷ୍ମୀ ମୃତ୍ୟୁଲୋକ ଯାଇ ସୂର୍ଯ୍ୟଦେବଙ୍କ ସ୍ତ୍ରୀ ଯମୁନା ଏବଂ ତମସା ନଦୀର ଯେଉଁ ସଙ୍ଗମ ସ୍ଥଳରେ ତପସ୍ୟା କରିଥିଲେ, ସେହିଠାରେ ପହଞ୍ଚିଗଲେ। ସେଠାରେ ଏକ ସୁନ୍ଦର ଘୋଡ଼ି ରୂପରେ ଧାରଣ କରି 1000 ବର୍ଷ ଧରି ମହାଦେବଙ୍କ ତପସ୍ୟା କରିବାରେ ଲାଗିଲେ। ତପସ୍ୟାରେ ଖୁସି ହୋଇ ଉଭୟ ମହାଦେବ ଏବଂ ପାର୍ବତୀ ସେଠାରେ ପହଞ୍ଚି ମାତା ଲକ୍ଷ୍ମୀଙ୍କୁ ଏଭଳି ରୂପରେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ, ଯାହାଙ୍କ ସ୍ୱାମୀ ପାଳନକର୍ତ୍ତା ଏବଂ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି, ତାଙ୍କ ପତ୍ନୀ ଏଭଳି ମହାଦେବଙ୍କ ତପସ୍ୟା କାହିଁକି କରୁଛନ୍ତି? ଏହାର ଉତ୍ତରରେ ମାତା ଲକ୍ଷ୍ମୀ ନିଜ ଅଭିଶାପ ଏବଂ ସେଥିରୁ ମୁକୁଳିବାର ଉପାୟ ବିଷୟରେ କହି ତାଙ୍କୁ ପୁତ୍ର ପ୍ରାପ୍ତିର ବର ଦେବାକୁ କହିଲେ। ଏହା ମଧ୍ୟ କହିଲେ ଯେ ମହାଦେବ ଏବଂ ବିଷ୍ଣୁ ଜଣେ ଅଟନ୍ତି। ଏହି ରହସ୍ୟ ମାତା ଲକ୍ଷ୍ମୀ କିଭଳି ଜାଣିଲେ ବୋଲି ମହାଦେବ ପ୍ରଶ୍ନ କଲେ। ଉତ୍ତରରେ ମାତା ଲକ୍ଷ୍ମୀ କହିଲେ ଯେ ଥରେ ଭଗବାନ ବିଷ୍ଣୁ ନିଜେ ଧ୍ୟାନ କରୁଥିବା ଦେଖି ସମାନ ପ୍ରଶ୍ନ, ଯିଏ ସୃଷ୍ଟିକର୍ତ୍ତା ଏବଂ ପାଳନକର୍ତ୍ତା ସେ ଆଉ କାହାର ଆରାଧନା କରୁଛନ୍ତି? ଉତ୍ତରରେ ଭଗବାନ ବିଷ୍ଣୁ ହିଁ କହିଥିଲେ ଯେ ମହାଦେବ ଏବଂ ବିଷ୍ଣୁ ଉଭୟ ପରସ୍ପରର ଧ୍ୟାନ କରନ୍ତି, କାରଣ ଦୁହେଁ ଜଣେ ଅଟନ୍ତି। ମହାଦେବ ପ୍ରସନ୍ନ ହୋଇ କହିଲେ, ଭଗବାନ ବିଷ୍ଣୁ ମଧ୍ୟ ଏକ ଘୋଡ଼ା ରୂପ ଧାରଣ କରି ମାତା ଲକ୍ଷ୍ମୀଙ୍କ ପାଖକୁ ଆସିବେ ଏବଂ ଦୁହିଁଙ୍କର ଜଣେ ବୀର ପୁତ୍ର ଜନ୍ମ ହେବ, ଯିଏକି ସାରା ଜଗତରେ ରାଜତ୍ୱ କରିବ। ସେହି ପୁତ୍ରଠାରୁ ପୃଥିବୀରେ ହେହେ ବଂଶର ନିର୍ମାଣ ହେବ। ଜଣେ ସ୍ତ୍ରୀ ସବୁବେଳେ ନିଜ ସ୍ୱାମୀ ଉପରେ ହିଁ ନଜର ପକାଇବା ଉଚିତ। ଯଦି ସେ ସେହି ଘୋଡ଼ା ଉପରେ ନଜର ପକାଇ ନଥାନ୍ତେ, ତେବେ ଏଭଳି ଅଭିଶାପ କରିବାକୁ ପଡ଼ିନଥାନ୍ତା। ତେଣୁ ମହାଦେବ ତାଙ୍କୁ ତାଙ୍କ ସ୍ୱାମୀଙ୍କ ବିଷ୍ଣୁଙ୍କ ତପସ୍ୟା କରିବାକୁ କହିଲେ। ଏପଟେ ମହାଦେବ ଚିତ୍ରରୂପଙ୍କୁ ପଠାଇ ବିଷ୍ଣୁଙ୍କୁ ସାକ୍ଷାତ କରି ଜଣାଇବାକୁ କହିଲେ। ଚିତ୍ରରୂପ ବୈକୁଣ୍ଠରେ ବିଷ୍ଣୁଙ୍କୁ ମହଲରେ ନିକଟରେ ପହଞ୍ଚି ଦେଖିଲେ ଜୟ ଏବଂ ବିଜୟ ନାମକ 2 ଦ୍ୱାରପାଳ 4 ଭୁଜାରେ ଛିଡ଼ା ହୋଇଛନ୍ତି। ସେହି ଦୁହିଁଙ୍କୁ ପ୍ରଣାମ ଜଣାଇ ସେ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରି ଆଜ୍ଞା ଆଣିବାକୁ କହିଲେ। ବିଷ୍ଣୁ ମଧ୍ୟ ତାଙ୍କୁ ଆସିବାକୁ ଆଜ୍ଞା ଦେଲେ। ଚିତ୍ରରୂପ ପ୍ରଣାମ ଜଣାଇ ମାତା ଲକ୍ଷ୍ମୀଙ୍କ ବିଷୟରେ ସବୁ କଥା କହିଲେ ଏବଂ ଦେବୀ ଲକ୍ଷ୍ମୀଙ୍କ ବିନା କାରଣରେ ଏଭଳି ତ୍ୟାଗ କରିବାର କାରଣ ପଚାରିଲେ। ଦେବୀ ଲକ୍ଷ୍ମୀଙ୍କୁ ଅଭିଶାପ ମୁକ୍ତ କରି ବୈକୁଣ୍ଠକୁ ଆଣିବାକୁ କହିଲେ। ତାଙ୍କୁ ଅଶ୍ୱରୂପ ଧରି ପତିବ୍ରତା ଲକ୍ଷ୍ମୀଙ୍କ ପାଖକୁ ଯିବାକୁ ଅନୁରୋଧ କଲେ। ଚିତ୍ରରୂପ ସେଠାରୁ ଯିବା ପରେ ବିଷ୍ଣୁ ମନୋହର ଅଶ୍ୱରୂପ ଧାରଣ କରି ମୃତ୍ୟୁଲୋକରେ ପହଞ୍ଚିଲେ। ପତି ବିଷ୍ଣୁଙ୍କୁ ଦେଖି ଲକ୍ଷ୍ମୀ ଚିହ୍ନି ପାରିଲେ ଏବଂ ବାରମ୍ବାର ତାଙ୍କୁ ପ୍ରଣାମ କରିବାକୁ ଲାଗିଲେ। ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ମିଳନରେ ସେଠାରେ ଜଣେ ଦିବ୍ୟ ପୁତ୍ରର ଜନ୍ମ ହେଲା। ଯେତେବେଳେ ପୁତ୍ରକୁ ସେହି ବନରେ ଏକୁଟିଆ ଛାଡ଼ିଯିବାକୁ ମାତା ଲକ୍ଷ୍ମୀ ମନା କଲେ, ସେତେବେଳେ ଭଗବାନ ବିଷ୍ଣୁ କହିଲେ ଯେ ତାଙ୍କ ପୁତ୍ର ଏକ ମହତ୍ କାର୍ଯ୍ୟ ପାଇଁ ମୃତ୍ୟୁଲୋକରେ ରହିବେ ଏବଂ ତାଙ୍କର ରକ୍ଷା ପାଇଁ ସେ ପୂର୍ବରୁ ହିଁ ପ୍ରସ୍ତୁତି କରିସାରିଛନ୍ତି। ରାଜା ଦୁର୍ବାସୁ ପୁତ୍ର ପ୍ରାପ୍ତି ନିମନ୍ତେ 100 ବର୍ଷ ହେବ ତପସ୍ୟା କରିଛନ୍ତି।
ତାଙ୍କ ପାଖରେ ହିଁ ଏହି ପୁତ୍ର ରହି ସାରା ଜଗତରେ ରାଜତ୍ୱ କରିବ। ତାଙ୍କ ଦ୍ୱାରା ସାରା ସଂସାରର କଲ୍ୟାଣ ହେବ। ଏତେ ବଡ଼ ବଡ଼ କାର୍ଯ୍ୟ ସିଦ୍ଧ ହେବ। ଏହାପରେ ପୁତ୍ରକୁ ସେଠାରେ ଛାଡ଼ି ଦୁହେଁ ବୈକୁଣ୍ଠ ଚାଲିଗଲେ। ସେହିଠାରୁ ହିଁ ଏହି ବଂଶର ବିସ୍ତାର ହୋଇଛି।